ପ୍ରେମିକର ଅତ୍ୟାଚାର ଶିକାର ହୋଇ ପ୍ରେମିକାର ଆତ୍ମହତ୍ୟା ଅଭିଯୋଗ। ସୋମବାର ସକାଳେ ଜୈନିକ ଯୁବତୀଙ୍କ ମୃତଦେହକୁ ଜଙ୍ଘିଆ ପୁଲିସ ଉଦ୍ଧାର କରିଛି। ମୃତ ଯୁବତୀ ଜଣକ ହେଲେ ଜଙ୍ଘିଆ ଥାନା ଅରବରସିଂ ପଞ୍ଚାୟତ ଅଧୀନସ୍ଥ ଡିହଖଳା ଗ୍ରାମର ଜମ୍ବେଶ୍ୱର ମାର୍ଥାଙ୍କ ଝିଅ ସୁଚିତ୍ରା ମାର୍ଥା ବୋଲି ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ ଜଙ୍ଘିଆ ପୁଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ସରକାରୀ ଡାକ୍ତରଖାନାକୁ ପଠାଇଛି। ଏନେଇ ପୋଲିସ ପକ୍ଷରୁ 299/24ରେ ଏକ ମାମଲା ଜଙ୍ଘିଆ ଥାନାରେ ରୁଜୁ ହୋଇଛି। ପ୍ରେମ ବ୍ୟାପାରକୁ ଭିତ୍ତି କରି ଯୁବତୀ ଜଣକ ବେକରେ ନିଜର ଓଢ଼ଣୀ ଦ୍ୱାରା ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଥିବା ବେଳେ ଏନେଇ ତଦନ୍ତ ଚାଲିଥିବା ଜଙ୍ଘିଆ ଥାନା ଅଧିକାରିଣୀ ପ୍ରଜ୍ଞା ରୀତାମ୍ବର କର ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଖୋର୍ଦ୍ଧା ବ୍ଲକ ଅରବରସିଂ ପଞ୍ଚାୟତ ଅନ୍ତର୍ଗତ ଡିହଖଳା ଗ୍ରାମର ଜମ୍ବେଶ୍ୱର ମାର୍ଥାଙ୍କ ଝିଅ ସୁଚିତ୍ରା ମାର୍ଥାକୁ ସେହି ଗ୍ରାମର ଭରତ ମଙ୍ଗରାଜଙ୍କ ପୁଅ ସୁଶୀଲ ମଙ୍ଗରାଜ ସହ ପ୍ରେମ ସମ୍ପର୍କକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏହାପରେ ଯୁବତୀ ଜଣକ ପ୍ରେମ ପ୍ରତାରଣା ହୋଇଛି ବୋଲି ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। ସୁଶୀଲ ଫେରାର ଥିବାବେଳେ ତା ବାପା ଭରତ ମଙ୍ଗରାଜକୁ ପୋଲିସ ଥାନାରେ ଅଟକ ରଖିଛି। ଏହି ଘଟଣାକୁ ନେଇ ଗ୍ରାମବାସୀ ଏବଂ ଘର ଲୋକ ଅଭିଯୋଗ ଯଥାଶୀଘ୍ର ସୁଶୀଲକୁ ଗିରଫ କରି ଝିଅ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି। ଖୋର୍ଦ୍ଧାରୁ ସୟଦ ଅନସର ଅଲିଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି। ପୁଅର ଜ୍ୱର ହେଉଥିଲା, ମୁଁ ନେଇକି ଯାଇଥିଲି। ମୋ ପୁଅ ଝିଅକୁ ଗୋଟେ ପୁଅ ଭଲ ପାଉଥିଲା ସେ ଗାଁରୁ। ସେ ପୁଅ ନା ସୁଶୀଲ ମଙ୍ଗରାଜ। ମୋ ପୁଅ ଝିଅକୁ 2 ବର୍ଷ ହେଲା ଫସେଇକି ଏମିତି କଲେ, ଯୁଆଡ଼େ କୁଆଡ଼େ ଛାଡ଼ିଦେଲାନି। ମୁଁ କାଲି ନଥିଲି, ମୋ ପୁଅକୁ ମେଡ଼ିକାଲ ନେଇକି ଯାଇଥିଲି। ମୁଁ ନଥିଲା ଅବସ୍ଥାରେ ଆସିକି ମୋ ଝିଅ ସାଙ୍ଗେ ଝଗଡ଼ା କରିକି ତା ଫୋନ ଭାଙ୍ଗିକି ତାକୁ ଅଧାମରା କରିଦେଲା। ଲାଷ୍ଟକୁ ନେଇକି ଘୋଷାଡ଼ିକି ଘରେ ପକେଇ ଦେଇଛି। ଦିଅ ଦୋଷକେ ଦଣ୍ଡ ଦିଅ, ମୁଁ ଆଉ କିଛି ଚାହୁଁନି। ମୋ ଝିଅ ଯାଇନ୍ତି ମାରିଛି, ତାକୁ ଯାଇନ୍ତି ମାରି ଦିଅ ସମସ୍ତେ। ସରପଞ୍ଚ ହୁଅନ୍ତି ଆମର ରାୟପୁର ଆମରି ପଞ୍ଚାୟତର, ତାଙ୍କ ନାଁ ସଞ୍ଜୟ ରାଡ଼ ସିଂ। ଆଉ ସାଗରିକା ରାଡ଼ ସିଂ ତାଙ୍କ ଭଉଣୀ। ଆଉ ସେ ଆଗରୁ ଥିଲେ ତ ତାଙ୍କ ଭଉଣୀ ଏବେ ହେଇଛନ୍ତି ଆଉ ସାଗରିକା ରାଡ଼ ସିଂ। ଅପରାହ୍ନରେ ମୁଁ ଜଙ୍କିଆ ଥାନାରେ ଗୋଟେ ଆମର ସେ ଅରବରସିଂ ଗାଁର ଗୋଟେ ଭାଇ ଭିତରେ ଝାମେଲା ହେଇଥିଲା। ମୁଁ ଜଙ୍କିଆ ଥାନାରେ ଥିଲି। ସେଠି ଶୁଣିବାକୁ ପାଇଲି ଡିହଖଳାର ଗୋଟେ ଝିଅଟିଏ ଆତ୍ମହତ୍ୟା କରିଦେଇଛି ବୋଲି। କ'ଣ ପାଇଁ ଆତ୍ମହତ୍ୟା କରିଛି, ତାପରେ ମୁଁ ପଚରାପଚରି ତାଙ୍କ ଗାଁର ଜଣକୁ ଫୋନରେ ପଚରାପଚରି କଥା ଭିତରେ ସେ କହିଲେ ଗୋଟେ ପ୍ରେମଜନିତ ଘଟଣା, ଗୋଟେ ପୁଅଟିକି ସେ ଭଲ ପାଉଥିଲା। କ'ଣ ତାଙ୍କ ଭିତରେ ବଚସା ହେଇକିରି ଏମିତି ସେ ଗୋଟେ ମନକୁ ବିକୃତି କରିକିରି ଏମିତି ଗୋଟେ ଘଟଣା ଘଟେଇ ଦେଇଛି। କାଲି 4:46ରେ ମୁଁ ଭୁବନେଶ୍ୱରରେ ଥିଲି, ଗାଡ଼ି ସର୍ଭିସିଂ କରିବାକୁ ଯାଇଥିଲି। ସର୍ଭିସିଂ କରିବାକୁ ଯାଇଥିଲି, ମୋତେ ଆଇଆଇସି ଫୋନ୍ କଲେ ଦିନେଶ ବାବୁ ଏମିତି ଆପଣଙ୍କ ଗାଁରେ ଗୋଟେ ଘଟଣା ଘଟିଛି। ନାଁଟା ତାଙ୍କର ଆଜ୍ଞା କର ମ୍ୟାଡ଼ାମ୍। ତ ମୋତେ କହିଲେ ଏମିତି ଗୋଟେ ଘଟଣା ଘଟିଛି, ଫୋନ୍ ଆସିଥିଲା, ଆଉ କେମିତି କ'ଣ କରିବା। ମୁଁ କହିଲି ଆଜ୍ଞା ମୁଁ ସେ ବାବଦରେ ଜାଣିନି, ମୁଁ ତାହେଲେ ତାଙ୍କ ସହିତ କଥା ହେଇକି କହିବି। ତାପରେ ତା ବାପା ମୋତେ ଫୋନ୍ କଲେ ଏମିତି ଆଉ ଝିଅଟି ଆତ୍ମହତ୍ୟା କରିଛି। ମୁଁ କହିଲି କେମିତି କ'ଣ ହେଲା ନା, ସେ ପିଲାଟି ଆସିକି କ'ଣ ବକାସୋଦା କରିଥିଲା। ବକାସୋଦା କଲା ପରେ ଘରେ କେହି ନଥିଲେ। ମୋ ମିସେସ୍ ଆସିଥିଲା ମେଡ଼ିକାଲ ସେ ମୋ ପୁଅଟିକି ଟ୍ରିଟମେଣ୍ଟ ଦେଖାଇବା ପାଇଁ। ଆଉ ସେ ସେହି ସମୟରେ ଘରେ ପଶିକି ମାରଧର କରିକି ତାକୁ ଆସିଲା ପରେ ସେ ଆତ୍ମହତ୍ୟା କରିଛି। ମୁଁ କହିଲି ଠିକ୍ ଅଛି, ଆପଣ